हेलो हाय फ्रेंड नमस्ते बोलନ୍ତୁ ସମସ୍ତେ ଜୟ ଜଗନ୍ନାଥ ଜୟ ଶ୍ରୀରାମ ବାବୁ ଗୁଡ୍ ମର୍ଣ୍ଣିଂ ହରିଶ ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ ଆଉ ଏକ ଭିଡ଼ିଓ ନେଇକି ଆସିଛି ଆପଣମାନଙ୍କ ପାଇଁ ଆପଣମାନେ ଦେଖନ୍ତୁ ଏନ୍ଜୟ କରନ୍ତୁ ଆଉ ଭିଡ଼ିଓଟି କେମିତି ଲାଗିଲା ତାକୁ ଲାଇକ୍ ସେୟାର ସବସ୍କ୍ରାଇବ୍ ମଧ୍ୟ କରନ୍ତୁ ମୁଁ ଏବେ ବନେଇବା ପାଇଁ ଯାଉଛି ଆଇଟମର ନାଁ ହେଉଛି ଅଣ୍ଡା ଫ୍ରାଇଡ୍ ରାଇସ୍ ମାନେ ନୂଆ ଆଇଟମ୍ ମାନେ ମାନେ ଏଇ ମାନେ ଆମର ଏଇ ଚାଉଳ ମାନେ ସାଧାରଣ ଚାଉଳ ଆମେ ଆର ଚାଉଳ ଆଣିନୁ ଆମର ଯେଉଁ ଖାଇବା ଚାଉଳ ସ୍ୱର୍ଣ୍ଣ ଚାଉଳ ସେ ଚାଉଳର ମାନେ ଅଣ୍ଡା ଫ୍ରାଇଡ୍ ରାଇସ୍ ବନେଇବା କେମିତି କ'ଣ କରୁଛୁ ନ କରୁଛୁ ଆପଣମାନେ ଦେଖନ୍ତୁ ଆଉ ଭୁଲ ବି କରିଥିଲେ ଆମକୁ ମୋତେ ମଧ୍ୟ କମେଣ୍ଟ ମାଧ୍ୟମରେ ଜଣାନ୍ତୁ କାହିଁକିନା ମୁଁ ନୂଆ ଟ୍ରାଏ କରିବି କେମିତି କ'ଣ କରିବା ପାଇଁ ଚେଷ୍ଟା କରୁଛି ଭଲ କରିବା ପାଇଁ ଆଉ ଆପଣମାନେ ଦେଖନ୍ତୁ ଏନ୍ଜୟ ବି କରନ୍ତୁ ଭିଡ଼ିଓଟି ଭଲ ଲାଗୁଥିଲେ ଲାଇକ୍ କମେଣ୍ଟଟା ନିହାତି ଦରକାର ଆଉ ଲାଇକ୍ଟା ବି ମଧ୍ୟ ନିହାତି ଦରକାର ଆଉ ମୋତେ ଭଲ ପାଇବା ଦିଅନ୍ତୁ ମୁଁ ଏବେ ବନାଉଛି ଫ୍ରାଇଡ୍ ରାଇସ୍ ଚାଉଳ ଦେଖନ୍ତୁ ମୁଁ ଧୋଇକି ନେଇ ଆସିଛି ଦେଖିଲେ ତ ଦେଖିବା କେମିତି କ'ଣ ହେଉଛି ଅଣ୍ଡା ଫ୍ରାଇଡ୍ ରାଇସ୍ ବନେଇବି ଏବେ ଡ୍ୟୁଟି ସାରିକି ଆସିଲି ଆଉ ଅଣ୍ଡା ଫ୍ରାଇଡ୍ ରାଇସ୍ ବନେଇବା ଦେଖିବା କ'ଣ ହେଉଛି ତ ବର୍ତ୍ତମାନ ଏବେ ଆମର ଭାତ ହେଇସାରିଲାଣି ଦେଖନ୍ତୁ ପୁରା ଭାତ ପୁରା ହେଇକି ପୁରା ରେଡି ମୁଁ ଥାଳିରୁ ବି ତାକୁ କାଢ଼ି ଦେଇଛି ଦେଖନ୍ତୁ ଥାଳି ତ କାଢ଼ି ଦେଇଛି ଭାତଟାକୁ ମାନେ ଭାତଟା ପୁରା ଗରମ ଅଛି ନା ତେଣୁକରି ମାନେ ଥାଳିକୁ ମାନେ ଥାଳିରେ ଭାତ କାଢ଼ିଦେବା ଭାତ କାଢ଼ି ସାରିଲା ପରେ ଭାତଟା ଟିକେ ଥଣ୍ଡା କରିବା ପାଇଁ ଦେବା ଥଣ୍ଡା ମାନେ ଥଣ୍ଡା ହେଇସାରିଲା ପରେ ଯାହା କରିବେ ଥଣ୍ଡା ନିହାତି ହେବା ଦରକାର ଚାଲନ୍ତୁ ମାନେ ଭାତଟା ଥଣ୍ଡା ହେଇତେ ହେଇତେ ଆମେ ବିଲାତି ଟିକେ କାଟିଦେବା ଯାହା ଯାହା ଦରକାର ସାମଗ୍ରୀ ରେଡ଼ି କରିଦେବା ବିଲାତି ରଖିଛି ଧୋଇବା ପାଇଁ ଦେଖନ୍ତୁ ପୁରା ଧୋଇକି ଇଏ କରିବେ ବର୍ତ୍ତମାନ ଆମର ବିଲାତି ବି କଟା ସରିଗଲା ବିଲାତି ପିଆଜ ମାନେ ଅଦା ସବୁ ମାନେ ସବୁ ଜିନିଷ ରେଡ଼ି ହେଇଗଲା ଦେଖନ୍ତୁ ସବୁ ପୁରା ଜିନିଷ ପୁରା ରେଡ଼ି କରିଦେଇଛି ଏବେ ଆମେ ଅଣ୍ଡା ଭାଜିଦେବା ପ୍ରଥମେ ଆମେ ଅଣ୍ଡା ଭାଜି ସାରିଲା ପରେ ତାପରେ ଆଗକୁ ଦେଖନ୍ତୁ କ'ଣ ହେଉଛି ପ୍ରଥମେ ଆମେ ଅଣ୍ଡା ଭାଜିଦେବା ଦେଖନ୍ତୁ ସବୁ ଜିନିଷ ପୁରା ରେଡ଼ି ପୁରା ଟମାଟୋ ପିଆଜ ଅଦା ଏପଟେ ରହିଲା ହଳଦୀଟାକୁ ପ୍ରଥମେ ଫାଷ୍ଟ ଦେଇଦେଲେ ତାପରେ ଏବେ ଅଣ୍ଡାଟାକୁ ଛାଡ଼ିଦେବା ତ ବର୍ତ୍ତମାନ ଆମେ ଅଣ୍ଡାଟାକୁ ଛାଡ଼ି ଦେଇଛେ ଦେଖନ୍ତୁ ବର୍ତ୍ତମାନ ଅଣ୍ଡା ଛାଡ଼ି ତ ବର୍ତ୍ତମାନ ଆମେ ପିଆଜ ପକେଇଦେଲେ ଦେଖନ୍ତୁ ତେଲ ମାନେ ଅଣ୍ଡାଟାକୁ ଆଗେ ଉଜାଡ଼ି ଦେଇଛୁ ଅଣ୍ଡାଟାକୁ ଉଜାଡ଼ି ଦେଇଛୁ ତାପରେ ମାନେ ପିଆଜ ଦେଲୁ ତେଲ ପକେଇ ସାରିଲା ପରେ ପିଆଜ ଦେଇଛୁ ପିଆଜଟା ଟିକେ ହାଲକା ମାନେ ବ୍ରାଉନ୍ କଲର୍ ହେଇଯିବ ବ୍ରାଉନ୍ କଲର୍ ହେଇ ଆସିଲା ପରେ ତାପରେ ହେଉଛି ବିଲାତି ତାର ଅଦା ରସୁଣ ହେଇକି ପେଷ୍ଟଟା ପକେଇବା ଦେଖିଆ କେମିତି କ'ଣ ହେଉଛି ରୋଷେଇ ଓ ମାଇ ଗଡ୍ କ'ଣ କଲା ସେ କାଚ କରି ଖାଇଯିବା ଆଜି ତ ଉଡ଼ିବ ହେଇ ଆଇଲା ଅଣ୍ଡା ଅଦା ପେଷ୍ଟଟାକୁ ପକେଇଦବା ଦେଖନ୍ତୁ ଅଦା ପେଷ୍ଟଟାକୁ ଆମେ ପକେଇଦେଲେ ଅଦା ପେଷ୍ଟଟାକୁ ପକେଇ ଦେଇକି ତାକୁ ଟିକେ କରିଦବା ମାନେ ଏଇ ଯୋଉ ଭାତରେ ମୁଁ ମାନେ ତେଲ ଦେଇଛି ସୋରିଷ ତେଲ ଦେଇଛି ଟିକେ ଭଲ ଲାଗିବ ସୋରିଷ ତେଲ ଦେଇଛି ଲଙ୍କା ଗୁଣ୍ଡ ଦେଇଛି ଆଉ ପ୍ଲସ୍ ଧଣିଆ ଗୁଣ୍ଡ ଦେଇଛି ଧଣିଆ ଗୁଣ୍ଡ ଦେଇକି ତାକୁ ମାନେ ତାକୁ ଗୋଳେଇ ଦେଇକି ରଖା ହେଇଛି ଖାଲି ଖାଲି ହେଇସାରିଲା ପରେ ୟାକୁ ଢାଳି ଦିଆହବ ଢାଳି ଦେଇକି ନାଡ଼ିଦେବା ତାପରେ ତ ରେଡି ଆଉ ମାଲ ପୁରା ରେଡି ଦେଖନ୍ତୁ କ'ଣ ହଉଛି ଇଏ ହେଇଗଲା ଏବେ ତାକୁ ବିଲାତିଟାକୁ ଆମେ ଦେଖନ୍ତୁ ବିଲାତି ପକେଇଦେଲେ ଟିକେ ଢଙ୍କେଇକି ରଖିଦେଇଛି ମାନେ ଢଙ୍କେଇ ଦେଲେ ମାନେ ବିଲାତିଟା ଶୀଘ୍ର ଟିକେ ସିଝିଯିବ ଯେତେ ଶୀଘ୍ର ସିଝିଯିବ ସେତେ ଶୀଘ୍ର ଆମେ ଖାଇବା ନା କ'ଣ ସାଙ୍ଗମାନେ ଆଉ ମାଇକିନା ବି ମୋ ପାଖରେ ହାର ମାନିଯିବ ଦେଖାଯାଉ ଖାଇଲା ପରେ ଜଣା ପଡ଼ିବ ମାଇକିନା ହାର ମାନିବ କି ମୁଁ ହାର ପାଖାପାଖି ବିଲାତି ସିଝିଗଲାଣି ପାଖାପାଖି ମସଲାଟା ହେଇଗଲାଣି ମସଲାଟା ହେଇସାରିଲା ପରେ ମାନେ ଆମର ଯେଉଁ ଭାତଟାକୁ ଇଏ କରିକି ରଖିଛେ ତାକୁ ସେଥିରେ ଆମେ ଢାଳିଦେବା ଢାଳି ସାରିଲା ତାକୁ ଟିକେ ମାନେ ଗୋଳାଗୋଳି କରିଦେଇ ସାରିଲା ପରେ ଅଣ୍ଡା ଢାଳିଦେବା ବାସ୍ ମାଲ ରେଡି ଖାଇବା ପାଇଁ ରେଡି ଆପଣମାନେ ବି ରେଡି ଦେଖନ୍ତୁ କେମିତି କ'ଣ ହେଉଛି ଆଉ ଅଣ୍ଡା ଫ୍ରାଏଡ୍ ରାଇସ୍ ଭାତ ସହିତ ଅଣ୍ଡାର ଫ୍ରାଏଡ୍ ରାଇସ୍ ଆଜି ହବ ଇଲା
ତ ସାଙ୍ଗମାନେ ଆପଣମାନେ କିଏ ଖାଇଛନ୍ତି ଅଣ୍ଡା ଭାତ ଫ୍ରାଏଡ୍ ରାଇସ୍ ଆପଣମାନେ ଭାତ ଅଣ୍ଡା ଫ୍ରାଏଡ୍ ରାଇସ୍ କିଏ ଖାଇଛନ୍ତି ଆପଣମାନେ କମେଣ୍ଟ ମାଧ୍ୟମରେ ନିଶ୍ଚିନ୍ତ ଜଣାନ୍ତୁ। ଏବେ ଯୋଉ ଆମର ଭାତଟା ରଖା ହେଇଛି ତାକୁ ଆମେ ଢାଳିବା ସେଥିରେ ଭାତ ଧରିକି ଭାତଟାକୁ ଆମେ ଢାଳିଦେଲେ ଦେଖନ୍ତୁ ଭାତଟାକୁ ଆମେ ଢାଳିଦେଲେ ଭାତଟାକୁ ଢାଳି ସାରିଲା ପରେ ତାକୁ ଭଲ ଭାବରେ ଗୋଳେଇ ଦେବେ ଏଇଭଳିଆ କରି ଗୋଳେଇ ଦେବେ ତାପରେ ଅଣ୍ଡାଟାକୁ ଦେଇଦେବେ ଅଣ୍ଡା ଦେଇ ସାରିଲା ପରେ ତାକୁ ଭଲ ଭାବରେ ଗୋଳେଇ ଦେବେ ରେଡି ମାନେ ଏଥିରେ ବି ଯଦି ଚିକେନ ମାନେ ପକୋଡା ଟାଇପର କରିଦେଇକି ଯଦି ଏଥିରେ ଚିକେନ ବି ପକେଇଦେବ କିଛି ଟେନସନ ନାହିଁ ମାନେ ଯେମିତି କଲେ ସେମିତି ହବ ନିଜ ପାଖରେ ହଉଛି କଥା ଯେମିତି ପକେଇଲେ ସେମିତି ହବ ଦେଖନ୍ତୁ ପୁରା ରେଡି କେବଳ ଆମେ ଏବେ ଖାଇବା ଆଉ କିଛି ଟେନସନ ନାହିଁ ସବୁ ରେଡି କଡ଼ାରେ କାଢିଦବା ଦେଖନ୍ତୁ କାଢି ସାରିଲା ପାଖରେ ଗପ 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 ତ ସାଙ୍ଗମାନେ ଦେଖନ୍ତୁ ଅଣ୍ଡା ଫ୍ରାଏଡ୍ ରାଇସ୍ ରେଡି ପୁରା ଅଣ୍ଡା ଫ୍ରାଏଡ୍ ରାଇସ୍ ପୁରା ରେଡି ପୁରା କ'ଣ ହେଇଛି ଖାଇଲେ ଜଣା ପଡ଼ିବ ଆପଣମାନେ ଦେଖନ୍ତୁ କ'ଣ ହେଉଛି ପୁରା ଗରମ ଗରମ ଅଛି ମାନେ ଦେଖାଯାଉଛି ତ ଭଲ ଦେଖାଯାଉଛି ଖାଇଲା ପରେ ଜଣା ପଡ଼ିବ କ'ଣ ହେଇଛି ନ ହେଇଛି ଗପ ଗପ କିନା ଖାଇଦବା ପୁରା ଗରମ ଅଛି ସାଙ୍ଗମାନେ ବହୁତ ଟେଷ୍ଟ ହେଇଛି କାଳ ବିଳମ୍ବନ ନକରି ଯଥାଶୀଘ୍ର ଆପଣମାନେ ଦୋକାନକୁ ଯାଆନ୍ତୁ ଅଣ୍ଡା 2-3ଟା ନେଇ ଆସନ୍ତୁ ରେଡି କରିଦେଇକି ଭାତରେ ପକେଇ ଦେଇ ଖାଇଦିଅନ୍ତୁ କିଛି ଟେନସନ ନାହିଁ ଯଥାଶୀଘ୍ର କାଳ ବିଳମ୍ବନ ନକରି ଯଥାଶୀଘ୍ର ଦୋକାନକୁ ପଳେଇ ଯାଆନ୍ତୁ ଅଣ୍ଡା 2-3ଟା ନେଇ ଆସିକି ଆରମ୍ଭ କରିଦିଅନ୍ତୁ ଘର କାରୁକାର୍ଯ୍ୟ ଆରମ୍ଭ ଅଣ୍ଡା ଭାତ ରାଇସ୍ ଖାଇବେ ଫ୍ରାଏଡ୍ ରାଇସ୍ ଖାଇବେ ନଙ୍ଗା ପେଟ ଯାହାର ଭାରି ନଥିବ ପେଟ ଭାରି ପଡିବ ତ ଫ୍ରେଣ୍ଡ ମାନେ ଭିଡ଼ିଓଟି କେମିତି ଲାଗିଲା ମତେ ଲାଇକ୍ ଆଉ କମେଣ୍ଟ ସେୟାର ମାଧ୍ୟମରେ ନିଶ୍ଚିତ ଜଣାଇବେ ଆଉ ନିହାତି ଲାଇକ୍ ଆଉ କମେଣ୍ଟଟା ମତେ ଜଣାଇବେ ଭିଡ଼ିଓଟି ଭଲ ଲାଗିଥିଲେ ନିହାତି ମୁଁ ଭାବୁଛି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ ଚେଷ୍ଟା କରୁଛି ଆପଣମାନଙ୍କ ପାଇଁ ମାନେ ଭିଡ଼ିଓଟି ଭଲ କରିବା ପାଇଁ ଚେଷ୍ଟା କରୁଛି ଆଉ ଆପଣମାନେ ବି ମତେ ଟିକେ ସହଯୋଗ କରନ୍ତୁ ଭଲ ପାଇବା ଦିଅନ୍ତୁ ଆଉ ଲାଇକ୍ ସବସ୍କ୍ରାଇବ୍ ମଧ୍ୟ କରନ୍ତୁ ରହୁଛି ଜୟ ଜଗନ୍ନାଥ ଜୟ ଶ୍ରୀରାମ